ଆମେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ବିଷୟରେ କିଛି ପଢ଼ିବା। ଶାନ୍ତନୁ କୁମାର ଆଚାର୍ଯ୍ୟ 1932 ମସିହାରେ ସମସାମୟିକରେ ସେ ଜନ୍ମଗ୍ରହଣ କରିଥିଲେ। ଷଷ୍ଠ ଦଶକ ପରବର୍ତ୍ତୀକାଳୀନ ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ଶାନ୍ତନୁ କୁମାର ଆଚାର୍ଯ୍ୟ ଜଣେ ବହୁ ପରିଚିତ ଓ ବହୁ ପ୍ରସିଦ୍ଧ ଅର୍ଜନ କରିଥିବା ଔପନ୍ୟାସିକ। ଷଷ୍ଠ ଶତାବ୍ଦୀ ବେଳକୁ ଶାନ୍ତନୁ କୁମାର ଆଚାର୍ଯ୍ୟ ବହୁତ ଗୁଡ଼ାଏ ଉପନ୍ୟାସ ରଚନା କରିଥିଲେ ଓ 1962 ମସିହାରେ ଏଯାବତ୍ ଡକ୍ଟର ଆଚାର୍ଯ୍ୟ 9 ଗୋଟି ଉପନ୍ୟାସ ରଚନା କରି ଯଶସ୍ୱୀ ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତକୁ ତାଙ୍କର ଏହି ମହନୀୟ ଅବଦାନ ହେଉଛି ନରକିନ୍ନର 1962ରେ ରଚନା କରିଥିଲେ ଓ ଶତାବ୍ଦୀର ନଚିକେତା 1965 ଓ ଦକ୍ଷିଣାବର୍ତ୍ତ 1956, ଯାତ୍ରାର ପ୍ରଥମ ପାଦ 1974, ଅନ୍ୟାନ୍ୟ ସମୟ, ଅନ୍ୟ ଏକ ଭାରତ 1977 ଏବଂ ଶକୁନ୍ତଳା, ମନ୍ତ୍ରୀଙ୍କ ସେୟାର, ତିନୋଟି ରାତିର ସକାଳ ଓ ଧରିତ୍ରୀର କାନ୍ଦ 1974, ଅନୁ ହଜିଯିବା ପରେ ଓ ଅନମାର କନ୍ୟା। କୃଷ୍ଣ ପ୍ରସାଦ ମିଶ୍ରଙ୍କ ବିଷୟରେ କିଛି ଦୁଇ ଧାଡ଼ି ପଢ଼ିବ। କୃଷ୍ଣ ପ୍ରସାଦ ମିଶ୍ର 1933ରେ ଜନ୍ମ କରିଥିଲେ ଓ 1944 ସମୟସୀମା ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା। ଔପନ୍ୟାସିକ କୃଷ୍ଣ ପ୍ରସାଦ ମିଶ୍ର ମୃଗତୃଷ୍ଣା 1958 ଏବଂ ସିଂହକଟା 1952 ଏବଂ ନେପଥ୍ୟ 1960 ଏହି ତିନୋଟି କାଳଜୟୀ ଉପନ୍ୟାସ ସ୍ରଷ୍ଟା ଭାବରେ ପ୍ରତିଷ୍ଠିତ। ମଣିଷ ଜୀବନକୁ ଗଭୀର ଅନ୍ତର୍ମୁଖୀ ଦୃଷ୍ଟି ନେଇ ଅଧ୍ୟୟନ କରିବା ଜିଜ୍ଞାସା ଓ ତଜ୍ଜନିତ ଭାବନା କଳ୍ପରୁ କୃଷ୍ଣ ପ୍ରସାଦଙ୍କର ଉପନ୍ୟାସଗୁଡ଼ିକର ସୃଷ୍ଟି। ଲେଖକଙ୍କ ମତରେ ମୃଗତୃଷ୍ଣା ଉପନ୍ୟାସ ଯେଉଁ ସ୍ତରୀୟ ସାମାଜିକ ଉପନ୍ୟାସ ମୁଁ ଆରମ୍ଭ କରିଥିଲି, ନେପଥ୍ୟଟି ତାର ଶେଷ କରୁଛି। ଏହି ବକ୍ତବ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ତିନୋଟି ଉପନ୍ୟାସ ସମାନ ପୃଷ୍ଠଭୂମି ଓ ସମାନ ଆଭିମୁଖ୍ୟ ନେଇ ପ୍ରତିଷ୍ଠିତ। ଅନନ୍ତ ଜୀବନ ପ୍ରବାହର ଆବିର୍ତ୍ତନ ମଧ୍ୟରେ କାମନା ବାସନା ସଞ୍ଚିତ କ୍ରିୟମାଣ ଓ ପ୍ରାରବ୍ଧବୋଧ ହୋଇ ଜନ୍ମରୁ ଜନ୍ମାନ୍ତର ସଞ୍ଚରିତ ହୁଏ। ତେଣୁ ମନୁଷ୍ୟ ତାର ସକଳ ମାନବିକ ଗୁଣ ଏବଂ ବିଚାର ବୁଦ୍ଧି ସତ୍ତ୍ୱେ ଅଜ୍ଞତାରେ ଆସରନ୍ତି କାମନାରେ ଶିକାର ହୁଏ। ଏହା ହିଁ ମୃଗତୃଷ୍ଣା ଉପନ୍ୟାସର ଉପଜୀବ୍ୟ। ସିଂହକଟା ଉପନ୍ୟାସ ସିଂହକଟା କ୍ଷୀଣମାଧ୍ୟ ନାରୀ ପାଇଁ ସମସ୍ତେ କିପରି ପାଗଳ ହୋଇ ମୃଗ ପଛରେ ଧାବମାନ ହୋଇ ବ୍ୟର୍ଥ ହୋଇଛନ୍ତି ତାହା ଦର୍ଶାଇଛନ୍ତି। ନେପଥ୍ୟ ସମାଜରେ ପ୍ରତ୍ୟେକ ଯୁବକର ଅବଚେତନରେ ରହିଥିବା ପ୍ରତ୍ୟେକ ସନ୍ଦେହ, ଈର୍ଷା, ସନ୍ତାନ ଶୂନ୍ୟ ବିଫଳତାର ଗନ୍ତାଘର ଔପନ୍ୟାସିକ ପ୍ରତିପାଦନ କରିଛନ୍ତି। ଏହି ତିନୋଟି ଉପନ୍ୟାସରେ ଫ୍ରଏଡୀୟ ମନସ୍ତତ୍ତ୍ୱର ପ୍ରଭାବ ବେଶ୍ ସୁସ୍ପଷ୍ଟ। ଏହି ମୃଗତୃଷ୍ଣା ଉପନ୍ୟାସର ଉପଜୀବ୍ୟ ହେଉଛି ସିଂହକଟା ଉପନ୍ୟାସରେ ସିଂହକଟା କ୍ଷୀଣମାଧ୍ୟ ନାରୀ ସମସ୍ତେ କିପରି ପାଗଳ ହୋଇ ମୃଗତୃଷ୍ଣା ପଛରେ ଧାବତ ହୋଇ ବ୍ୟର୍ଥ ହୋଇଛନ୍ତି ତାହା ହେଉଛି ଦର୍ଶାଇଛନ୍ତି ମୃଗତୃଷ୍ଣାରେ ଉପନ୍ୟାସରେ ଉପଜୀବ୍ୟ ସିଂହକଟା ଉପନ୍ୟାସଟି ସିଂହକଟାରେ ନାରୀ ପାଇଁ ସମସ୍ତେ କିପରି ପାଗଳ ଏବଂ ମୃଗତୃଷ୍ଣା ପଛରେ ଧାବମାନ ହୋଇ ବ୍ୟର୍ଥ ହୋଇଛନ୍ତି ତାହା ଦର୍ଶାଇଛନ୍ତି ଓ ନେପଥ୍ୟ ଉପନ୍ୟାସରେ ସମାଜରେ ପ୍ରତ୍ୟେକ ଯୁବକର ଅବଚେତନର ପ୍ରେମର ସନ୍ଦେହ, ଈର୍ଷା, ସନ୍ତାପ, ଶୂନ୍ୟସ୍ଥାନ ବିଫଳତା ଗନ୍ତାଘର ଇତ୍ୟାଦି ପ୍ରତିପାଦନ କରିଛନ୍ତି। ଏହି ତିନୋଟି ଉପନ୍ୟାସ ଏହି ଫ୍ରଏଡୀୟ ମନସ୍ତତ୍ତ୍ୱର ପ୍ରଭାବ ବେଶ୍ ସୁସ୍ପଷ୍ଟ।